मेघमाଳରେ शीघ्र आसुथिबा आम्भमानक प्रभु जीशु ख्रीष्टଙ୍କ ଅତି ପବିତ୍ର ଓ ବହୁମୂଲ୍ୟ ନାମରେ ଆପଣ ସମସ୍ତଙ୍କୁ ଆଉ ଗୋଟିଏ ନୂତନ ପ୍ରସଙ୍ଗରେ ପୁନର୍ବାର ମୁଁ ସ୍ୱାଗତ କରେ। ପ୍ରିୟ ପ୍ରଭୁଙ୍କ ଲୋକମାନେ ଆସନ୍ତୁ ଆଜି ମଧ୍ୟ ପରମେଶ୍ୱରଙ୍କ ବାକ୍ୟରୁ ଆଉ ଗୋଟିଏ ନୂତନ ପ୍ରସଙ୍ଗରେ ଅଳ୍ପ ସମୟ କଥାବାର୍ତ୍ତା ହେବା। ଆଜି ଆମେ ଯେଉଁ ପ୍ରସଙ୍ଗରେ କଥାବାର୍ତ୍ତା ହେବା ସେହି ପ୍ରସଙ୍ଗର ଶୀର୍ଷକ ହେଲା ଯୀଶୁଙ୍କ ଆଗମନ କାହିଁକି ବିଳମ୍ବ ହେଉଅଛି। ଆଜିର ପ୍ରସଙ୍ଗ ହେଲା ଯୀଶୁଙ୍କ ଆଗମନ କାହିଁକି ବିଳମ୍ବ ହେଉଅଛି। ଏହି ପ୍ରସଙ୍ଗରେ ପ୍ରଭୁଙ୍କ ବାକ୍ୟରୁ ଆମେ ଅଳ୍ପ ସମୟ କଥାବାର୍ତ୍ତା ହେବା। ଆସନ୍ତୁ ପ୍ରଭୁଙ୍କ ବାକ୍ୟରୁ ଗୋଟେ ପଦ ପାଠ କରି ଆମେ ଆଗକୁ ବଢ଼ିବା। ଆପଣମାନେ ମୋ ସହିତ ଏବ୍ରୀ ପୁସ୍ତକ 10 ଅଧ୍ୟାୟକୁ ଆସିବେ। ଏବ୍ରୀ ପୁସ୍ତକ 10 ଅଧ୍ୟାୟ 37 ପଦରେ ଏ ପ୍ରକାର ଲେଖାଯାଏ, କାରଣ ଆଉ ଅତି ଅଳ୍ପ ସମୟ ମାତ୍ର ଯାହାଙ୍କ ଆଗମନ କରିବାର ଅଛି ସେ ଆଗମନ କରିବେ ଓ ବିଳମ୍ବ କରିବେ ନାହିଁ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏହି ବାକ୍ୟ ଆମମାନଙ୍କୁ ସ୍ପଷ୍ଟ ଭାବରେ କହେ ଯେ ସମୟ ଅତି ଅଳ୍ପ ରହିଛି, ଅତି କମ୍ ସମୟ ରହିଛି। ଯୀଶୁଖ୍ରୀଷ୍ଟ ଶୀଘ୍ର ଆଗମନ କରିବେ। ଏହି କଥା କେତେବେଳେ ଲେଖାଯାଉଛି? ଆଜିକୁ 2000 ବର୍ଷ ପୂର୍ବେ। 2000 ବର୍ଷ ବିତିଗଲା। ପ୍ରଭୁ ଯୀଶୁଖ୍ରୀଷ୍ଟ ସେ ଯେଉଁ ପ୍ରତିଜ୍ଞା କରିଛନ୍ତି ମଣ୍ଡଳୀକୁ ସେ ରାପ୍ଚରରେ ଉଠେଇ ନେବା ନିମନ୍ତେ, ସେ ଗୁପ୍ତ ଆଗମନରେ ଆପଣା ମନୋନୀତ ଲୋକମାନଙ୍କୁ ନେବା ପାଇଁ ସେ ଯେଉଁ ମେଘମାଳରେ ଆସିବେ, ସେ ଯେଉଁ ପ୍ରତିଜ୍ଞା କରିଛନ୍ତି ସେହି ପ୍ରତିଜ୍ଞା ଆଜି ପର୍ଯ୍ୟନ୍ତ ସେ ସଫଳ କରିନାହାନ୍ତି। ଆଜି ମୁଁ ପ୍ରଭୁଙ୍କ ବାକ୍ୟରୁ କହିବା ପାଇଁ ଚାହେଁ ଯେ ଏହି ଏବ୍ରୀ ପୁସ୍ତକର ଲେଖକ କହନ୍ତି ଅତି ଅଳ୍ପ ସମୟ ମାତ୍ର ସେ ଶୀଘ୍ର ଆଗମନ କରିବେ, ସେ ବିଳମ୍ବ କରିବେ ନାହିଁ। ପ୍ରଶ୍ନ ହେଲା ଯେ ଯୀଶୁଖ୍ରୀଷ୍ଟଙ୍କର ଆସିବାର ବିଳମ୍ବ କାହିଁକି ହେଉଅଛି। ପ୍ରିୟ ଭାଇ ଭଉଣୀମାନେ, ଯଦି ଆପଣମାନେ ସାଧୁ ପିତରଙ୍କ ପତ୍ରରେ ଦେଖିବେ, ଦ୍ୱିତୀୟ ପିତର 3 ଅଧ୍ୟାୟ 9 ପଦରେ ପ୍ରକାର ଲେଖାଯାଏ ଯେ ପ୍ରଭୁଙ୍କର ଆଗମନ କାହିଁକି ବିଳମ୍ବ ହେଉଅଛି। ଆମେ ଏହି ବାକ୍ୟ ପଢ଼ିବା ଦ୍ୱାରା ଆମେ ସ୍ପଷ୍ଟ ଭାବରେ ଆମେ ଜାଣିପାରିବା। ଯଦି ଆପଣମାନେ ଦ୍ୱିତୀୟ ପିତର 3 ଅଧ୍ୟାୟ 9 ପଦ ପଢ଼ିବେ, ବିଳମ୍ବ ବୋଲି ଯେପରି କେତେକ ଭାବନ୍ତି, ପ୍ରଭୁ ଆପଣା ପ୍ରତିଜ୍ଞା ବିଷୟରେ ସେପରି ବିଳମ୍ବ କରନ୍ତି ନାହିଁ, କିନ୍ତୁ ଯେପରି କେହି ବିନଷ୍ଟ ନ ହୁଅନ୍ତି ବରଂ ସମସ୍ତେ ମନ ପରିବର୍ତ୍ତନ କରନ୍ତି, ଏହା ଇଚ୍ଛା କରି ସେ ତୁମ୍ଭମାନଙ୍କ ପ୍ରତି ଦୀର୍ଘ ସହିଷ୍ଣୁ ଅଟନ୍ତି। ପ୍ରଭୁଙ୍କ ନାମର ଗୌରବ ହେଉ। ପ୍ରିୟ ଭାଇ ଭଉଣୀମାନେ, ବାଇବେଲ ଆମମାନଙ୍କୁ ସ୍ପଷ୍ଟ ଭାବରେ କହେ ଯେ ପରମେଶ୍ୱର ଆପଣା ପ୍ରତିଜ୍ଞା ବିଷୟରେ ସେ କ'ଣ କରନ୍ତି ନାହିଁ, ବିଳମ୍ବ କରନ୍ତି ନାହିଁ। ଯଦି ଆଜି ଯାଏଁ ସେ ଆଗମନ କରିନାହାନ୍ତି, ଆଜି ପର୍ଯ୍ୟନ୍ତ ସେ ଗୁପ୍ତ ଆଗମନରେ ରାପ୍ଚରରେ ଆପଣ ଲୋକମାନଙ୍କୁ ଉଠେଇ ନେବା ପାଇଁ ଯଦି ଆଜି ଯାଏଁ ସେ ଆସିନାହାନ୍ତି, କାହିଁକି ଆସିନାହାନ୍ତି? ବାଇବେଲ କହେ ଯେ ଅନେକ ଭାଇ ଭଉଣୀମାନେ ପରିବର୍ତ୍ତନ ହେବାର ବାକି ରହିଛି। ଲେଖାଯାଏ କେହି ଯେପରି ବିନଷ୍ଟ ନ ହୁଅନ୍ତି, ସମସ୍ତେ ମନ ପରିବର୍ତ୍ତନ କରି ପ୍ରଭୁ ଯେବେ ମେଘମାଳରେ ଆସିବେ, ସମସ୍ତେ ତାହାଙ୍କ ସହିତ ମେଘମାଳକୁ ନୀତ ହେବେ, ତାଙ୍କୁ ସାକ୍ଷାତ କରିବେ। ଏହା ପରମେଶ୍ୱର ଇଚ୍ଛା କରି ସେ ଦୀର୍ଘ ସହିଷ୍ଣୁ ଭାବରେ ସେ ଅପେକ୍ଷା କରିଛନ୍ତି। ପ୍ରିୟ ଭାଇ ଭଉଣୀମାନେ, ପରମେଶ୍ୱର ଚିର ସହିଷ୍ଣୁ ନୁହନ୍ତି। ସେ ସବୁବେଳେ ଯେ ଅନୁଗ୍ରହ ଦେବେ ତାହା ନୁହେଁ। ଏହି ଅନୁଗ୍ରହର ଯୁଗ ସେତେବେଳେ ଶେଷ ହେବ ଯେତେବେଳେ ପରମେଶ୍ୱର ଆପଣା ମଣ୍ଡଳୀକୁ ଉଠେଇ ନେବେ। ଯେତେବେଳେ ମଣ୍ଡଳୀକୁ ସେ ଊର୍ଦ୍ଧ୍ୱକୁ ଉଠେଇ ନେଇଯିବେ, ସେହି ସମୟରେ ନା ପୃଥିବୀରେ କୌଣସି ପାଳକ ଥିବେ, ନା କିଏ ଆମକୁ ବାକ୍ୟ ବୁଝାଇବା ଲୋକ ଥିବେ, ନା ଆମ ପାଇଁ ଅନୁତାପ କରିବାର ସମୟ ଥିବ, ନା ଆମେ ପ୍ରାର୍ଥନା କରିପାରିବା। କିଛି ନାହିଁ। ପ୍ରିୟ ଭାଇ ଭଉଣୀମାନେ, ଆଜି ଯଦି ସେ ଆସିବାର ବିଳମ୍ବ ହେଉଛି, କାରଣ ଆଜି ମଣ୍ଡଳୀରେ ଅନେକ ଭାଇ ଭଉଣୀମାନେ ଅଛନ୍ତି, ପ୍ରାର୍ଥନା ଯାଉଅଛନ୍ତି ସତ କଥା, ବାକ୍ୟ ଶୁଣୁଅଛନ୍ତି ସତ କଥା, ଦାନ ଦେଉଛନ୍ତି, ଆରାଧନା କରୁଛନ୍ତି, ସେମାନେ ବାକ୍ୟ ପଢ଼ୁଛନ୍ତି, ଇଭେନ୍ ସେମାନେ ପ୍ରଚାର ବି କରୁଛନ୍ତି, ମାତ୍ର ପରମେଶ୍ୱର ଜାଣନ୍ତି ଯେ ଆଜି ସେମାନଙ୍କର ମନ ପରିବର୍ତ୍ତନ ହେଇନାହିଁ। ସେଥିପାଇଁ ସେ ଅପେକ୍ଷା କରିଛନ୍ତି। ସେ ଦୀର୍ଘ ସହିଷ୍ଣୁ ଭାବରେ ସେ ସେହି ସବୁ
अपरिवर्तन जीवन को देखिला परे मध्य से कौन करिसंती अपेक्षा करिसंती मोर लोक माने मंडली रे रही मध्य केही जेपरि विनष्ट न हेबे एहा से अपेक्षा करी विलंब करूअछंती प्रिय भाई भणी माने सेति आमे आज जाए जदि आमर मन परिवर्तन हे नाही आमनकर आत्मिक जीवन ठीक नाही हे पारे आमे दान देउछु प्रार्थना जाउछु गीत गाउछु आमे सबु करूछु मंडलीर समस्त विज्ञापन रे आमे संयुक्त अटु मंडलीर समस्त परंपरा रे आमे भागीदार होउछु बहुत भल विषय मात्र परमेश्वर आमर अंतर को से देखंती आ से चाहूचंती मोर आगमन पूर्वे मोर आसीबार पूर्वे तुमे पाप छाड़ मन परिवर्तन कर मो निकट को फेरी आस कारण मोर आगमन भाव नाई जे मो विलंब हेबो मु आसीबाटा जे विलंब हेबो एहा तुम्हे माने भाव नाई परमेश्वर एहा से आमान को कहिबा पई चाहंती आमे वाक्य रो गोटे पद देखी आमे आगु बढ़िबा मो सहित आपण माने माथ्यू लिखित सुसमाचार 25 अध्याय को आसीबे माथ्यू लिखित सुसमाचार 25 अध्याय 5 6 आउ 7 पद मु पढ़िबा पई चाहे लेखा जाए बरंक आसीबार विलंब हुंते समस्ते ढुलाऊ सई पड़िले प्रिय प्रभुंक लोक माने आज अनेक भाई भणी माने प्रभुंकर आगमन कथा शुणुचंती रेप्चर कथा शुणुचंती हे पारे आज अनेकंक मन मध्यरे एही प्रश्न रही जे मु तो वर्ष वर्ष धरी मु छोट बेलू मु वाक्य शुणी आसुची जीशु आसीबे आसीबे मात्र मते आज 90 वर्ष हेलानी मते 85 वर्ष हेलानी काई जीशुंकर आगमन हेउ नाही एही प्रकार आसीबार विलंब देखी ए स्थान रे आपण पढ़िबे 25 अध्याय 5 जन सुबुद्धि आउ 5 जन निर्बुद्धि कन्या मानक विषय लिखा जाए ए माने केही मध्य महिला नुहंती स्त्री नुहंती किंबा विवाहिता नुहंती एमाने होचंती कन्या आउ मंडलीर दुईटी दल को बुझाए जे प्रभु से आसीबार विलंब कहीं करुअछंती मंडली रे केउ माने सुबुद्धि एवं केउ माने निर्बुद्धि सेमान को से पृथक करिबा पई भिन्न करिबा पई ताहांकर आगमन विलंब होउछि यह हमें जानि रखिबा आवश्यक रहिछि प्रिय प्रभुंक लोक माने आपण सुबुद्धि कन्या मान को दलर अछंती ना आपण निर्बुद्धि कन्या मान को दलर अछंती यह आपण को जानिबा पई पड़िबो जदि आजी आमे निर्बुद्धि कन्या मान को सदस्य अछु ताहेले आमे आम पाखे एक्स्ट्रा ऑयल को आमे रखिबार आवश्यक रही एक्स्ट्रा ऑयल बोली कहले संगरे अधिक तैल बोली कहले आमे पर्सनाली आमर प्रार्थना जीवन ठीक रहिबार आवश्यक रही व्यक्तिगत भाव में आमे वाक्य पढ़ा आवश्यक रही व्यक्तिगत भाव में आमर वर्शिप करिबार आमे आवश्यक रही एही निर्बुद्धि कन्या माने से माने आपण संगे से माने तैल नेले नाही आज निर्बुद्धि कन्या बोली कहले आपण काहाकू बुझिबे आज अनेक भाई भणी माने केवल रविवार प्रार्थना रे से माने संतुष्ट हो जाती निर्बुद्धि कन्या माने से माने व्यक्तिगत भाव में से प्रार्थना करती ना से अधिक सहभागिता से पसंद ना केवल रविवार दिन टिके जीवे निज इच्छा रे बसिबे निज इच्छा रे गाइबे निज इच्छा सब करिवे आ ताठारु अधिक आउ किछि आवश्यक नहीं मात्र जो माने कि सुबुद्धि कन्या माने से माने दीप जालिले आ ता सहित से माने एक्स्ट्रा ऑयल को से माने नेले कारण से माने जेपरी सबु बेले तांकर प्रदीप को से माने जळाई बरंकर साक्षात करिबा निमंते से माने प्रस्तुत रहिबे प्रिय प्रभुंक लोक माने आमे सुबुद्धि कन्या माने आमे हेबार आवश्यक रहिछि जे आमे आमर सहभागिता एक्स्ट्रा आमर सहभागिता रहिबार आवश्यक रहिछि आमे व्यक्तिगत भाव में आमे वाक्य पढ़िबार आवश्यक रही केवल मंडली रे जो प्रभुंक दास माने वाक्य दउछंती ताहा सुनी आमे संतुष्ट हो जिबा ताहेले आमे निर्बुद्धि कन्या मानक स्तर रे आमे पळाई आसीबा लेखा जाए बरंकर आसीबार विलंब हुंते समस्ते ढुलाऊ सोई पड़िले किंतु अर्धरात्र रे एही देख बर तांको संगरे साक्षात करिबाकू बाहर एपरि कोलाहल हैला सेतेबेले सेही कन्या समस्ते उठी आपणा आपणा प्रदीप सजाड़िले एई सुबुद्धि कन्या माने निजर प्रदीप को से माने सजाड़िले मात्र निर्बुद्धि लोक मानको ठारे तैल नथिला से माने बरं को साक्षात करि पारिले नाही जो समय से माने दुकान रु तैल आणुछंती
ଆଉ ସେ ସମୟରେ ସେମାନଙ୍କ ପ୍ରଦୀପ ସେମାନେ ଜଳାଇ ସାକ୍ଷାତ କରିବା ପାଇଁ ଚେଷ୍ଟା କରୁଛନ୍ତି, ମାତ୍ର ବିଳମ୍ବ ହୋଇଯାଉଛି, ସେମାନେ ପାରୁନାହାନ୍ତି। ପ୍ରିୟ ଭାଇ ଭଉଣୀମାନେ, ଆପଣ ଭାବନ୍ତୁ ନାହିଁ ପ୍ରଭୁଙ୍କର ଆଗମନ ବିଳମ୍ବ ହେବ, ସେ ଆସିବେ ନାହିଁ, ଏ ପ୍ରକାର ଭାବନ୍ତୁ ନାହିଁ। ପରମେଶ୍ୱର ତାହାଙ୍କର ପ୍ରତିଜ୍ଞା ବିଷୟରେ ସେ ବିଳମ୍ବ କରନ୍ତି ନାହିଁ। ସେ ଆପଣଙ୍କୁ ମୋତେ ନେବା ପାଇଁ ସେ ଶୀଘ୍ର ଆସୁଅଛନ୍ତି। ସେଥିପାଇଁ ଆମକୁ ଶୀଘ୍ର ମନ ପରିବର୍ତ୍ତନ କରିବା ଆବଶ୍ୟକ ରହିଛି। ଆମେ ନିଜକୁ ଭାଙ୍ଗିବାର ଆବଶ୍ୟକ ରହିଛି। ପ୍ରଭୁଙ୍କର ଗୋଡ଼ ଧରି ଅନୁତାପ କରି ଆମେ ଆମ ଜୀବନକୁ, ଆମର ହୃଦୟକୁ ଆମେ ପ୍ରଭୁଙ୍କ ସାହାଯ୍ୟରେ ପରିଷ୍କାର କରିବା ଆବଶ୍ୟକ ରହିଛି। ଯଦି ଆପଣମାନେ ଦେଖିବେ, ଆଉ ଗୋଟେ ବାକ୍ୟ ମୁଁ ଆପଣମାନଙ୍କ ନିକଟରେ ରଖିବା ପାଇଁ ଚାହେଁ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମେ ଦେଖୁଛୁ ଯେ ପ୍ରଭୁଙ୍କର ଆଗମନ କାହିଁକି ବିଳମ୍ବ? କାରଣ କେହି ଯେପରି ବିନଷ୍ଟ ନ ହେବେ ଆଉ ସମସ୍ତେ ମନ ପରିବର୍ତ୍ତନ କରିବେ, ଏଥିପାଇଁ ସେ ଆସିବାର ବିଳମ୍ବ ହେଉଅଛି। ଦ୍ୱିତୀୟ ବିଷୟ ଆମେ ଦେଖିଲୁ ଯେ ମଣ୍ଡଳୀରେ କେଉଁମାନେ ସୁବୁଦ୍ଧି କନ୍ୟା ଆଉ କେଉଁମାନେ ନିର୍ବୁଦ୍ଧି, ଅର୍ଥାତ୍ କେଉଁମାନେ ମନୋନୀତ ଆଉ କେଉଁମାନେ ଆହୁତ, ଏହି ଲୋକମାନଙ୍କୁ ଭିନ୍ନ କରିବା ପାଇଁ, ପୃଥକ କରିବା ପାଇଁ ସେ କ'ଣ କରୁଅଛନ୍ତି? ତାହାଙ୍କର ଆଗମନକୁ ବିଳମ୍ବ କରୁଅଛନ୍ତି। ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ବରଙ୍କୁ କେଉଁମାନେ ସାକ୍ଷାତ କରିବେ? ବରଙ୍କୁ କେଉଁମାନେ ସାକ୍ଷାତ କରିବେ? ଯଦି ଆପଣମାନେ ସେହି ଦ୍ୱିତୀୟ ପିତର 3 ଅଧ୍ୟାୟକୁ ଆସିବେ, ଦ୍ୱିତୀୟ ପିତର 3 ଅଧ୍ୟାୟ 11 ଆଉ 12 ପଦରେ ଲେଖାଯାଏ, ଏହି ସମସ୍ତ ବିଷୟ ଏହି ପ୍ରକାରେ ଲୁପ୍ତ ହେବାରୁ ଈଶ୍ୱରଙ୍କ ଯେଉଁ ଦିନରେ ଆକାଶମଣ୍ଡଳ ଜଳି ଉଠି ଲୁପ୍ତ ହେବ ଓ ମୌଳିକ ବସ୍ତୁ ସବୁ ପ୍ରଚଣ୍ଡ ଉତ୍ତାପରେ ତରଳିଯିବ, ସେହି ଦିନର ଆଗମନର ଅପେକ୍ଷା କରି ତାହା ଯେପରି ଶୀଘ୍ର ଆସିବ, ଏଥିପାଇଁ ତୁମ୍ଭମାନଙ୍କର କିପରି ସଦାଚାରୀ ଓ ଧର୍ମପରାୟଣ ହେବା ଉଚିତ। ସେମାନେ ବରଙ୍କୁ ସାକ୍ଷାତ କରିବେ ଯେଉଁମାନେ ତାହାଙ୍କର ଅପେକ୍ଷାରେ ଅଛନ୍ତି। କେବଳ ଅପେକ୍ଷାରେ ରହିଲେ ହେବ ନାହିଁ। ନିଜର ଆଚାର ବ୍ୟବହାରକୁ ସଜାଡ଼ି, ନିଜ ଜୀବନକୁ ପରିବର୍ତ୍ତନ କରି, ନିଜ ମନକୁ ପରିବର୍ତ୍ତନ କରି, ଦିନ ପ୍ରତିଦିନ ପବିତ୍ର ଜୀବନଯାପନ କରି ତାହାଙ୍କ ସହିତ ଗମନାଗମନ କରୁ କରୁ ତାହାଙ୍କର ଆଗମନର ଅପେକ୍ଷାରେ ଯେଉଁମାନେ ଅଛନ୍ତି, ସେମାନେ ବରଙ୍କୁ ସାକ୍ଷାତ କରିବେ। ସେଥିପାଇଁ ପ୍ରିୟ ଭାଇ ଭଉଣୀମାନେ, ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଆମେ ତାହାଙ୍କର ଅପେକ୍ଷାରେ ରହିବା। ଯଦି ଆମେ ମନ ପରିବର୍ତ୍ତନ କରିନାହୁଁ, ଆଜି ପର୍ଯ୍ୟନ୍ତ ବର୍ଷ ବର୍ଷ ହେଲା ଆମେ ମଣ୍ଡଳୀରେ ଅଛୁ, ବାକ୍ୟ ଶୁଣୁଛୁ, ଆମେ ପ୍ରାର୍ଥନା କରୁଛୁ, ଦାନ ଦେଉଛୁ, ମାତ୍ର ଆମର ଆତ୍ମିକ ଜୀବନ ଯଦି ଠିକ୍ ନାହିଁ, ଆଜି ସୁଯୋଗ ଅଛି। ଏହି ଅନୁଗ୍ରହର ସମୟ ଥାଉ ଥାଉ ଆମେ ପ୍ରଭୁଙ୍କ ନିକଟକୁ ଫେରି ଆସିବା, ତାହାଙ୍କର ଗୋଡ଼ ଧରିବା, ତାଙ୍କୁ କ୍ଷମା ମାଗିବା ଆଉ ତାହାଙ୍କର ଆଗମନ ନିମନ୍ତେ ପ୍ରସ୍ତୁତ ହେବା।